ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ରାମଲାଲାଙ୍କ ଦର୍ଶନ ପାଇଁ ଆଉ ଘଣ୍ଟାଏ ବଢ଼ାଇଲା ସମୟ। ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ। ପ୍ରତିଷ୍ଠା ହେବା ପରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଦେବାକୁ ମିଳିଛି। ସମସ୍ତେ ଭଗବାନଙ୍କ ଝଲକ ଦେଖିବା ପାଇଁ ବ୍ୟସ୍ତ ହୋଇ ପଡୁଛନ୍ତି। ରାମଲାଲାଙ୍କ ଦର୍ଶନ ସମୟ 1 ଘଣ୍ଟା ଏକାଛୁ ଦୃଷ୍ଟିରେ ରଖ ରାମଲ ବଢ଼ାଇ ଦିଆଯାଇଛି। ପ୍ରତିଦିନ ଭକ୍ତ ସକାଳ 8ଟାରୁ ରାତି 10ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରୁଥିଲେ। ହେଲେ ଏବେ ଶ୍ରଦ୍ଧାଳୁ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରିବେ। ରାମଲାଲାଙ୍କ ଦର୍ଶନ ପାଇଁ ନୂଆ ସମୟ। ମଙ୍ଗଳ ଆରତି 4:30 ସକାଳ, ଶୃଙ୍ଗାର ଆରତି 6:30, ଭକ୍ତଙ୍କ ଦର୍ଶନ ସକାଳ 7, ଭୋଗ ଆରତି 12ଟା, ସନ୍ଧ୍ୟା ଆରତି 7:30, ରାତି ଭୋଗ 9ଟା, ଶୟନ ଆରତି ରାତି 10। ଅଯୋଧ୍ୟା ରାମ ମନ୍ଦିର ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ରାମଭକ୍ତଙ୍କ ପାଇଁ ବହୁତ ସହଜ ହୋଇଛି। ରାମଲାଲାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ରାମ ମନ୍ଦିର ନିକଟକୁ ଗାଉଡ଼ି ନେଇପାରିବେ। ଗାଉଡ଼ି ରଖୁବା ସ୍ଥାନରୁ ବସ୍ କିମ୍ବା ରିକ୍ସା ଜରିଆରେ ଭକ୍ତ ମନ୍ଦିର ପର୍ଯ୍ୟନ୍ତ ଯାଇପାରିବେ। ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସ ଅବସରରେ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରାୟ 3-5 ଲକ୍ଷରୁ ଅଧିକ ଭକ୍ତ ଆସିଥିଲେ। ଜାନୁଆରୀ 22ରେ ପ୍ରାଣ ପ୍ରତିଷ୍ଠା ହେବା ପରେ ପ୍ରଥମ ଦିନରେ 5 ଲକ୍ଷ ଭକ୍ତ ମନ୍ଦିରକୁ ଆସିଥିଲେ।